ଜଳ ହିଁ ଜୀବନ, ଜଳ ବିନା ବଞ୍ଚିବା କଷ୍ଟକର। ମାସ ମାସ ଧରି ପିଇବା ପାଣି ଟୋପାଏ ପାଇଁ ଘାଣ୍ଟି ହେଉଛନ୍ତି ସାହି ବାସିନ୍ଦା। ଏପଟେ ଅଭିଯୋଗ ପାଇଁ ମଧ୍ୟ ନିଘୋଟ ନିଦରେ ଶୋଇଛି ପ୍ରଶାସନ। ସରକାର ପ୍ରତି ପରିବାରକୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ବୋଲି କହୁଥିବା ବେଳେ ପ୍ରକୃତ ପକ୍ଷରେ ଆଦିବାସୀ ବସ୍ତିଗୁଡ଼ିକରେ ପିଇବା ପାଣି ସଙ୍କଟ ଲାଗି ରହିଥିଲେ ମଧ୍ୟ ବ୍ଲକ ସ୍ତରରେ ରହିଥିବା ଅଧିକାରୀମାନେ ସମାଧାନର ବାଟ ଫିଟାଉନଥିବା ଦେଖିବାକୁ ମିଳିଛି। ଝୁମ୍ପୁରା ବ୍ଲକ ଅସନପାଟ ପଞ୍ଚାୟତରେ ଏହି ପଞ୍ଚାୟତର ମାମୁଳିଯୋଡ଼ା ମୁଣ୍ଡା ସାହିରେ ପିଇବା ପାଣି ସଙ୍କଟ ଲାଗି ରହିଥିବା ଦେଖିବାକୁ ମିଳିଛି। ମୋ ନାଁ ଲିଲି ମୁଣ୍ଡା। ଆମର ଅସନପାଟ ମୁଣ୍ଡା ସାହିରେ ବହୁତ ଅସୁବିଧା ହଉଛୁ ପାଣି ଲାଗି। ଗାଡ଼ିଆ ଘରୁ ପାଣି ଆଣିକି ଚଳୁଛୁ, ଆଉ ପାଣି ଲାଗି ବହୁତ ଅସୁବିଧା ହଉଛୁ। 2-3 ମାସ ହେଲାଣି ପାଣି ନାହିଁ। ମୁଣ୍ଡା ସାହିରେ ବର୍ତ୍ତମାନ 30ରୁ ଉର୍ଦ୍ଧ୍ୱ ପରିବାର ବସବାସ କରନ୍ତି। ଏହି ପରିବାରମାନଙ୍କ ପାଇଁ ଏକମାତ୍ର ନଳକୂପ ରହିଛି। ନଳକୂପଟି 2 ମାସ ହେଲା ଅଚଳ ହୋଇପଡ଼ିଛି। ଅଚଳ ନଳକୂପକୁ ମରାମତି କରିବା ଦିଗରେ ଆଦୌ ଗୁରୁତ୍ୱ ଦେଉନାହାନ୍ତି ବ୍ଲକ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ। ସାହି ବାସିନ୍ଦା ପିଇବା ପାଣି ଟୋପାଏ ପାଇଁ ବାରହୀନସ୍ତା ହେଉଛନ୍ତି। କେତେବେଳେ ପରିତ୍ୟକ୍ତ କୂଅରୁ ପାଣିକୁ ବ୍ୟବହାର କରୁଛନ୍ତି ତ ଆଉ କେତେବେଳେ ପୋଖରୀର ଗୋଳିଆ ପାଣିକୁ ବ୍ୟବହାର କରୁଛନ୍ତି ପିଇବା ପାଣି ରୂପେ ବୋଲି ସାହି ବାସିନ୍ଦା ପ୍ରକାଶ କରିଛନ୍ତି। ବାସନ୍ତୀ ମୁଣ୍ଡା ଆଜ୍ଞା, ଆଉ ଅସନପାଟ ଗ୍ରାମ ଅସନପାଟ ଆଉ ପାଣି ଲାଗି ଏତେ ଆମର ହଇରାଣ ହଉଛି। 2-3 ମାସ ହେଲାନି। 7 ନମ୍ବର ୱାର୍ଡ ଆଉ ପାଣି ଏମିତି ଏତେ ହଇରାଣ ଯେ ଏତେ ଗାଧବାର ନା ପିଇବାର ବି ପାଇକେନି। କୋଉଠୁ ପାଣି ଆଣୁଛନ୍ତି? ଆଜ୍ଞା ଯେ କୂଅ ଘର ଇଏ କରୁଛନ୍, କୂଅ ଗା ବି ନା ଶୁଖି ଯାଇଗଲା। ମୁଣ୍ଡା ସାହିର ଅଚଳ ନଳକୂପକୁ ମରାମତି କରିବା ପାଇଁ ସାହି ବାସିନ୍ଦା ଆଶାମଣି ମୁଣ୍ଡା, ସୁକମତି ମୁଣ୍ଡା, ଲିଲି ମୁଣ୍ଡା, ଯଶୋଦା ମୁଣ୍ଡା, ବୀଣା ମୁଣ୍ଡା, ରଇବାରୀ ମୁଣ୍ଡା, ଫୁଲ ମୁଣ୍ଡାଙ୍କ ସମେତ ଅନ୍ୟ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। 3 ମାସର ଉପରକୁ ହେଲେନି ତ 3 ମାସ ପୂର୍ବରୁ ଆମେ କଣଟା କି ମାନେ କିଛି ପାଣି କାର୍ଯ୍ୟର ଆମକୁ କିଛି ମିଳୁନି। କାହିଁକି ନମ୍ବର ସରପଞ୍ଚ ସମସ୍ତଙ୍କୁ ଆମେ ୱାର୍ଡ କରୁଛୁ, ଅବଶ୍ୟ ଆମକୁ ସୁବିଧା କରିନାହିଁ। ବର୍ତ୍ତମାନ କୋଉଠୁ ପାଣି ଖାଉଛ? ଖାଉଛୁ ସେ ଗାଡ଼ିଆ ଢିପାରୁ ଯୋଉଠୁନି ଚଢିବା ନା ନାଇଁ, ଗୋଟେ ଲୋକ ମରିବେ ନା କଣ? କେତେ ପରିବାର ହଉଛ? ପରିବାର ଅଛନ୍ତି ଆଜ୍ଞା, ଏଠି ହେଲେ ବି ବେଶୀ ନହେଲେ ବି ପରିବାର ହେଇଯିବ ହିସାବ କଲା ବେଳକୁ ନିହାତି 30ରୁ ବେଶୀ ହେବ। କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକରୁ ଜେଥୁରାମ ମହାକୁଳଙ୍କ ରିପୋର୍ଟ, ବୈତରଣୀ ଖବର।